ସମସ୍ତଙ୍କୁ ନମସ୍କାର। ଆଜି 79ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି ଆମର କୁନି କୁନି ପିଲାମାନେ। ତ ଆମର ସ୍କୁଲରେ ମୁଁ ଯାଇଥିଲି, ସଭାପତି ଦେଖନ୍ତୁ ପତାକା ଉତ୍ତୋଳନ କରୁଛନ୍ତି। ସବୁ ଛୋଟ ଛୋଟ ପିଲାମାନେ କେତେ ସୁନ୍ଦର ଆଜି ଦିନରେ ସେମାନେ ଆଉ ସେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ତ ମୁଁ ସେ ଜାଗାକୁ ଯାଇଥିଲି, ସେ ଆମର ସ୍କୁଲକୁ ପ୍ରଥମ ଥର ମୁଁ ଯାଇଥିଲି। କିନ୍ତୁ ବହୁତ ସୁନ୍ଦର ଲାଗୁଥିଲା ଆଜି ଦିନରେ ଆମ ଦେଶ ସ୍ୱାଧୀନତା ହେଇଛି। ତ ସେଇଠି ଆମେ ପାଳନ କରିଥିଲୁ ପିଲାମାନଙ୍କ ସହିତ। ତ ସେଇଠି ବାପା ମା ତାଙ୍କର ପିଲାମାନଙ୍କର ଅଭିଭାବକ ବି ଆସିଥିଲେ। ଆଉ ଏପଟେ ଛିଡ଼ା ହେଇଛନ୍ତି, ଦେଖନ୍ତୁ କେତେ ସୁନ୍ଦର ଦେଖାଯାନ୍ତି ପିଲା। ତ ଆମ ଦେଶ ସ୍ୱାଧୀନତା କେମିତି ହେଲା ସେ ବିଷୟରେ ସାର୍ ବି ପ୍ରଧାନ ଶିକ୍ଷକ କିଛି ଅଭିଭାଷଣ ରଖିଛନ୍ତି। କିନ୍ତୁ ବର୍ତ୍ତମାନ ଆମର ସଭାପତି ପତାକା ଉତ୍ତୋଳନ କଲେ, ସ୍କୁଲ ସଭାପତି। ତ ଆମେ ଏପଟେ ଛିଡ଼ା ହେଇଛୁ। ସ୍କୁଲ ଲେଭେଲ ଆଉ ଅଙ୍ଗନବାଡ଼ି ପିଲାମାନେ ବି ବହୁତ ସୁନ୍ଦର ଦେଖାଯାଉଛି, ଦେଖନ୍ତୁ। ତ ତାଙ୍କର ଉତ୍ସାହ ଅଛି ଆଜି ଦିନରେ ଆମ ଦେଶ ସ୍ୱାଧୀନତା ହେଲା ପାଇଲା ଇଂରାଜୀମାନଙ୍କଠୁ ପୁରା ସ୍ୱାଧୀନତା ପାଇଲେ। ତ ସେଇ ବିଷୟରେ ସେମାନେ ଗୋଟେ ସ୍ମୃତିଟା ରହିବ। ତ ଆଜି ଦିନ ଦେଖୁଛନ୍ତି ସେମାନେ ଗାଉଛନ୍ତି ଆଉ ତାଙ୍କ ସ୍ଲୋଗାନ ବି ଦେଉଛନ୍ତି। ବହୁତ ସୁନ୍ଦର ଭାବରେ ଆଜି ଆମେ ପାଳନ କଲୁ। ଆପଣମାନେ କେମିତି ଆପଣଙ୍କ ଗାଁରେ ପାଳନ କଲେ, ତ ସେଇ ବିଷୟରେ ଆପଣମାନେ ନିଶ୍ଚିତ କମେଣ୍ଟରେ ଜଣାନ୍ତୁ। ତ ଛୋଟ ଛୁଆମାନଙ୍କୁ ଦେଖିଲେ ତ ତାଙ୍କ ଫ୍ଲାଗ ତ ଦେଖିଲା ପରେ ନିଜକୁ ବି ବହୁତ ପୁରା ଉତ୍ସାହ ଲାଗୁଛି, କାରଣ ଆମ ଦେଶ ସ୍ୱାଧୀନ ହେଲା ବେଳେ ଆଉ ସେଇ ମହାତ୍ମା ଗାନ୍ଧୀ ଆଉ ସେ ଯୋଦ୍ଧାମାନେ କେମିତି ଲଢ଼ିଥିବେ ଆଉ କେମିତି ଖୁସି ହେଇଥିବେ, ତ ସେଇ ବିଷୟକୁ ଆମେ ମନେ ପକାଉଛୁ। ତ ଦେଖନ୍ତୁ ଏପଟେ ଅଛନ୍ତି ଅଙ୍ଗନବାଡ଼ି ଦିଦି ଅଛନ୍ତି। ତ ଆମେ ସବୁ ଯାଇଥିଲୁ। ପୁଣି ପ୍ରଧାନ ଶିକ୍ଷକ ଆଉ କିଛି ଅଭିଭାଷଣ ରଖୁଛନ୍ତି ଆଜି 79ତମ ସ୍ୱାଧୀନତା ଦିବସ ଅବସରରେ। ତ ପିଲାମାନଙ୍କୁ ସେମାନେ ତ ତାଙ୍କର ଅଭିଭାଷଣରେ କହୁଛନ୍ତି ଆମ ଦେଶ କେମିତି ସ୍ୱାଧୀନତା ହେଲା, ତ କିଏ କିଏ ସେଇଟା ମୁଖ୍ୟ ଭୂମିକା ଲିଭେଇଥିଲେ ସେ ବିଷୟରେ ତାଙ୍କୁ କହୁଛନ୍ତି। ତ ସେ ଖାସ କରି ପିଲାମାନଙ୍କର ତ ଦେଖାଯାଉଛି ରଙ୍ଗ ବେରଙ୍ଗ ହେଇକି ଫ୍ଲାଗ ଆମର ଭାରତର ପତାକା ଧରିକି ଯୋଉ ଛିଡ଼ା ହେଇଛନ୍ତି ସେଇ ବିଷୟ ବହୁତ ସୁନ୍ଦର ଲାଗୁଛି। ତ ଏପଟେ ଆମର ଏ ସ୍କୁଲଟା ବି ବହୁତ କମ ଦିନରେ ବନ୍ଦ ହେଲା ଭଳି ଅଛି, କାରଣ ଏ ସ୍କୁଲ ଗୋଟେ ପଟ୍ଟା ଜାଗାରେ ଅଛି। ତାଙ୍କର ଅଲରେଡ଼ି ଅର୍ଡ଼ର ଆସିଯାଇଛି ତାଙ୍କ ଜମି ପାଇଁ। ତ ସେମିତି ହେଇକି ଆମେ ଦୁଃଖିତ ବି ଅଛୁ। ଏପଟେ ମା ଜଣେ ହଠାତ୍ ତାଙ୍କେ ପଡ଼ିଗଲେ, ତ ଆଖି ମୁଣ୍ଡ ବୁଲେଇକି, ତ କ'ଣ ହେଇଛି କିଛି ଜଣାପଡ଼ିଲା ନାହିଁ। କିନ୍ତୁ ତା ସକାଳେ ଟାଇମ୍ ହଠାତ୍ ମୁଣ୍ଡ ବୁଲେଇଲା ଆଉ ତାଙ୍କେ ପଡ଼ିଗଲେ। ତ ତାଙ୍କୁ ସେପଟେ ନିଆ ହେଉଛି। ଦେଖନ୍ତୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ନିଶ୍ଚିତ ଗୋଟେ ଆପଣମାନେ କମେଣ୍ଟ କରିବେ, ଲାଇକ୍ କରିବେ। ତ ନିଶ୍ଚିତ ଆଉ ଛୋଟ ଛୁଆମାନେ କେତେ ସୁନ୍ଦର ଭାବରେ ଦେଖନ୍ତୁ ସମସ୍ତେ ଫ୍ଲାଗ ଟେକିଛନ୍ତି ଆଉ ବହୁତ ସୁନ୍ଦର ବି ଦେଖାଯାଉଛନ୍ତି। ଦେଖନ୍ତୁ ସମସ୍ତଙ୍କୁ ଫଟୋ ବି ସେପଟେ ନେଉଛନ୍ତି ସାର୍। ତ ଆପଣମାନେ ଆପଣଙ୍କ ଗାଁରେ କେମିତି ପାଳନ କଲେ ସ୍ୱାଧୀନତା ଦିବସ ସେ ବିଷୟରେ ନିଶ୍ଚିତ କମେଣ୍ଟରେ ଲେଖନ୍ତୁ। ତ ଆମେ ସମସ୍ତେ ଭାରତୀୟ, ଆମ ଦେଶ ଗୋଟେ ଦିନ ଇଂରାଜୀମାନଙ୍କର କବ୍ଜାରେ ଥିଲା। ସେ ମହାତ୍ମା ଗାନ୍ଧୀ ଆଉ ତାଙ୍କର ଯୋଦ୍ଧାମାନେ ହେଇକି ଆମକୁ ସ୍ୱାଧୀନତା ଦେଇଛନ୍ତି। ବର୍ତ୍ତମାନ
ଆଉ ସେଉ ବୁନ୍ଦି କିଛି ଖାଇବା ପାଇଁ ପିଲାମାନଙ୍କ କରାହେଇଥିଲା, ସେଇ ବିଷୟ ବଣ୍ଟା ହେଉଛି।